ମୁଁ ଜାଣିଛି ପ୍ରାୟ ଲୋକ ଭେଣ୍ଡି ଖାଇବାକୁ ପସନ୍ଦ କରନ୍ତିନି, ତେବେ ଭେଣ୍ଡିର ଏଇ ନୂଆ ଆଇଟମ୍ ଯଦି ଆପଣ ଥରେ ଖାଇବେ ମୁସମୁସିଆ ଭେଣ୍ଡି ବରା, ତାହେଲେ ନ ଖାଇବା ଲୋକ ବି ବାରମ୍ବାର ଖାଇବାକୁ ଇଚ୍ଛା କରିବେ। ନମସ୍କାର, ରୋଜି ଓଡ଼ିଆ କିଚେନକୁ ଆପଣମାନଙ୍କୁ ସ୍ୱାଗତ। ଭେଣ୍ଡି ବରା ବନାଇବା ପାଇଁ ଏଠି ଦେଖନ୍ତୁ ମୁଁ ନେଇଛି 250 ଗ୍ରାମ ଭେଣ୍ଡି। ଭେଣ୍ଡିକି ମୁଁ ଧୋଇକି ଭଲସେ ପୋଛି ନେଇଛି। ଏବେ କ'ଣ କରିବା ନା ଭେଣ୍ଡିକି ଆମେ କାଟିଦେବା। ପ୍ରଥମେ ଭେଣ୍ଡିର ମୁଣ୍ଡ ପଛପଟ ଲାଞ୍ଜରୁ ଅଳ୍ପ ଟିକେ କାଟି ନେବା। କାଟିକି ଏବେ କ'ଣ କରିବା ନା ଭେଣ୍ଡିକି ଏଇ ଟାଇପ୍ର ଦେଖନ୍ତୁ ପତଳା ପତଳା ସ୍ଲାଇସ୍ରେ ହିଁ ତାକୁ କାଟିବେ। ଯଦି ମୋଟା କାଟିଲେ ସେଇଟା ଜମା ବି ବାଗ ହେବନି ଭେଣ୍ଡି ବରା ପାଇଁ। ଏବେ କ'ଣ କରିବା ଦେଖନ୍ତୁ ଏଇ ଟାଇପ୍ର ମୁଁ ସବୁ ଯାକ କାଟି ନେଇଛି। ଏବେ କ'ଣ କରିବା ନା ଏଠି ନେବା ଆମେ ଗୋଟେ ଗ୍ରାଇଣ୍ଡର କପ୍। ଏଠି ନେବା ଆମେ 10ରୁ 15 କୋଲା ରସୁଣ ଚୋପା ଛଡ଼େଇକି ନେଇଛି। ଆଉ 3ରୁ 4 ଇଞ୍ଚ ଅଦା। ଏଠି ମୁଁ ନେଇଛି 4ଟି କଞ୍ଚା ଲଙ୍କା। ଲଙ୍କା ଆପଣଙ୍କ ହିସାବରେ ଆପଣ ଦେଖିକି ନେବେ। ଗୋଟେ ମିଡ଼ିୟମ୍ ସାଇଜ୍ ପିଆଜ। ଏବେ ଏଥିରେ ଆମେ ପାଣି ନ ଦେଇକି ଆକୁ ଆମେ କେବଳ ଥରେ ଦୁଇଥର ମାନେ ଘୁରେଇ ଦେବେ। ପୁରା ଆକୁ ଚିକଣ କରିବେନି, ଦେଖନ୍ତୁ ଦରଦରା ଖଣ୍ଡ କରିବେ ଏଇ ଟାଇପ୍ର। ଆପଣ ଚାହିଁଲେ ହେମଦସ୍ତାକୁ ଛେଚିକି ମଧ୍ୟ ନେଇପାରିବେ। ଭିଡ଼ିଓ ଟିକେ ଫୁଲ୍ ଅଛି ନିଶ୍ଚିତ କରନ୍ତୁ, ଜାଣିପାରିବେ ରେସିପିଟି କେମିତି ବନିଆ ହେଉଛି। ଏବେ ଦେଖନ୍ତୁ ଏଠି ମୁଁ ନେଇଛି ଗୋଟେ ବେଲାରେ 1 କପ୍ ବେସନ। ଆଉ ଏଠି ଦେଖନ୍ତୁ ମୁଁ ନେଇଛି 1/4 କପ୍ କର୍ଣ୍ଣଫ୍ଲୋର, ମାନେ 2ରୁ 3 ଚାମଚ ହେବ, ବଡ଼ ଚାମଚ ହେଲେ। ଏବେ କ'ଣ କରିବା ନା ଆମେ ଗ୍ରାଇଣ୍ଡିଙ୍ଗ କରିକି ରଖିଥିବା ମସଲା ପେଷ୍ଟକୁ ଏଥିରେ ଆଡ଼୍ କରିବା। ଏଠି ମୁଁ ନେଇଛି କିଛି ଭୃସଙ୍ଗା ପତ୍ର। ଆପଣ ଚାହିଁଲେ ଆ ଜାଗାରେ ଧନିଆ ପତ୍ର ମଧ୍ୟ ନେଇପାରିବେ, କିନ୍ତୁ ଆଉ ଟିକେ ଭଲ ବାସ୍ନା ଆସିଥାଏ। ଭୃସଙ୍ଗା ପତ୍ରକୁ ମୁଁ କାଟିକି ଛୋଟ ଛୋଟ ପିସ୍ କରିକି ହିଁ ନେଇଛି। ଏବେ କ'ଣ କରିବା ନା ଏଥିରେ ନେବା ଆମେ ସ୍ୱାଦ ଅନୁସାରେ ଲୁଣ। ଏଠି ମୁଁ ନେଇଛି 1 ଚାମଚ ଲୁଣ, କାହିଁକିନା ଆମେ ଏଥିରେ ଭେଣ୍ଡି ଆଡ଼୍ କରିବା। ଆଉ ବେସନ ଭେଣ୍ଡିକି ଦେଖିକି ହିଁ ଲୁଣ ନେବା। 1/2 ଚାମଚ ହଳଦୀ ପାଉଡ଼ର। ଏବେ ଏଠି ନେଇଛି 1 ଛୋଟ ଚାମଚ କରି ପାଉଡ଼ର, 1 ଛୋଟ ଚାମଚ ଧନିଆ ପାଉଡ଼ର। ଏଠି ମୁଁ ଦେଖନ୍ତୁ ନେଇଛି 1 ଚାମଚ କାଶ୍ମୀରୀ ଲଙ୍କା ପାଉଡ଼ର। ଆପଣ ଚାହିଁଲେ ନର୍ମାଲ ଲଙ୍କା ପାଉଡ଼ର 1/2 ଚାମଚ ଏଥିରେ ଆଡ଼୍ କରିପାରିବେ। ଏବେ ଏଥିରେ କ'ଣ କରିବା ନା ଅଳ୍ପ ଟିକେ ପାଣି ଦେଇକି ଆକୁ ଆମେ ଗୋଳେଇ ନେବା। ଏଠି ମୁଁ ନେଇଛି 1/2 କପ୍ ପାଣି, ଅଳ୍ପ ଅଳ୍ପ ଦେବା। ଦେଖିବା ଆମର କେତେ ପାଣି ଲାଗୁଛି, ଭଲକି ଆମେ ଗୋଳେଇ ନେବା। ଏଠି ମୋତେ ପାଣି 1/2 କପ୍ରୁ ଟିକେ ଅଧିକ ପାଣି ଲାଗିଛି ଗୋଳେଇବା ପାଇଁ। ଆଉ ୟାର ବ୍ୟାଟରଟା ପୁରା ପତଲା ହେବନି କି ମୋଟା ହେବନି, ପୁରା ମିଡ଼ିୟମ୍ ସାଇଜ୍ର ରହିବ। ଯେମିତି ଆପଣ ମାନେ ଚାଉଳ ପିଠଉଟା ବାଟୁଛନ୍ତି ପିଠଉ ପାଇଁ, ସେଇ ଟାଇପ୍ର ହିଁ ଆକୁ ଆପଣ ବନେଇବେ। ଆକୁ ଆମେ ଭଲସେ ଫେଣ୍ଟି ନେବା ମିନିମମ୍ 5ରୁ 10 ମିନିଟ୍। ଆକୁ ଯେତେ ଆପଣ ଫେଣ୍ଟିବେ ସେତେ ମାନେ ଆମର ବରାଟା ମୁସମୁସ୍ ଲାଗିବ, ତା ସହିତ ଭଲ ସଫ୍ଟ ହେବା ସହିତ ମୁସମୁସ୍ ମଧ୍ୟ ହେବ। ଏବେ କ'ଣ କରିବା ନା ଦେଖନ୍ତୁ ଆର ବ୍ୟାଟରର କନସିଷ୍ଟେନ୍ସିଟା ଏଇ ଟାଇପ୍ର ରହିବା ଦରକାର, ମାନେ ଚାମଚରୁ ଜମା ବି ତଳକୁ ମାନେ ବୋହୁନି ବ୍ୟାଟରଟା। ଏବେ କ'ଣ କରିବା ନା ଏଥିରେ ଆମେ ପକାଇବା ଭେଣ୍ଡି। ଭେଣ୍ଡିକି ଆପଣ ସବୁ ଯାକ ଏକାବେଳେ ପକାଇବେନି, କାହିଁକିନା ପରିବାକୁ ପକାଇଲା ପରେ ମାନେ ଲୁଣ ବାଜିଲା ପରେ ପରିବାରୁ ପାଣିଟା ରିଲିଜ୍ ହୁଏ। ତେଣୁକରି ଅଳ୍ପ ଅଳ୍ପ ଯେତିକି ଆପଣ କରିବେ ସେତିକି ପକାଇକି ତାକୁ ଆପଣ କରିବେ। ଏବେ ଆମେ ଏଠି ପ୍ୟାନ୍ରେ ନେବା 3ରୁ 4 ଚାମଚ ସୋରିଷ ତେଲ। ଆପଣ ଚାହିଁଲେ ରିଫାଇନ୍ ତେଲରେ ମଧ୍ୟ କରିପାରିବେ, କିନ୍ତୁ ସୋରିଷ ତେଲଟା ଦେଲେ ତା'ର ଟେଷ୍ଟଟା ବହୁତ ଭଲ ଆସିଥାଏ। ଏବେ ଆପଣ ଯେମିତି ବରା ଟାଇପ୍ର କରୁଛନ୍ତି ସେଇ ଟାଇପ୍ର ହାତରେ ଏମିତି କରିକି ଆମେ କ'ଣ କରିବା ନା ପ୍ୟାନ୍ରେ ରଖିବା। ଏହି ସମୟରେ ଗ୍ୟାସ୍କୁ ଆପଣ ପୁରା ଲୋ ଫ୍ଲେମ୍ରେ ରଖିଥିବେ। ଆମେ ଯଦି ଲୋ ଫ୍ଲେମ୍ରେ ନ ରଖିବା ତାହେଲେ ମିଡ଼ିୟମ୍ ବା ହାଇ ଫ୍ଲେମ୍ରେ ରଖିଲେ କ'ଣ ହେବ ନା ଭେଣ୍ଡିଟା ଆମର ସିଝିବନି ଆଉ ଉପରଟା ଆମର ପୋଡ଼ିଯିବ। ଆକୁ କ'ଣ କରିବା ନା ଲାଇଟ୍ ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ ଆକୁ ଆମେ ଭାଜି ନେବା ଏପଟ ସେପଟ କରିକି। ଦେଖନ୍ତୁ ଗୋଟେ ପଟ ସାଇଡ଼୍ ହେଇଗଲାଣି, ମୁଁ ଆର ପଟ ସାଇଡ଼୍କୁ ଲେଉଟେଇ ଦେଉଛି। ଆକୁ ପୁରା ମୁସମୁସ୍ ଟାଇପ୍ର ଭାଜିକି ଆପଣ ଗରମ ଗରମ ଖାଇବେ। ପଖାଳ ଭାତ ସହିତ ବହୁତ ବଢ଼ିଆ ଲାଗିବ। ତା ସହିତ ଆପଣ ଗରମ ଭାତରେ ବି ସାଇଡ଼୍ ଆଇଟମ୍ ଭାବରେ ଆକୁ ଖାଇପାରିବେ। ଆଉ ସନ୍ଧ୍ୟାବେଳେ ଯଦି ଆପଣ ଚାହାନ୍ତି ଟମାଟୋ ସକ୍ସ ଚିଲି ସକ୍ସ ସହିତ ଆକୁ ଆପଣ ସନ୍ଧ୍ୟା ଆଇଟମ୍ରେ ମାନେ ସ୍ନାକ୍ସ ଆଇଟମ୍ ଭାବରେ ଆକୁ ମଧ୍ୟ ଆପଣ ଖାଇପାରିବେ। ଦେଖନ୍ତୁ ଆମର ମାନେ ଭେଣ୍ଡି ବରାର କଲର୍ଟା ଚେଞ୍ଜ ହେଇଗଲାଣି। ଏବେ ଆଉ କ'ଣ କରିବା ନା ଗୋଟେ ପ୍ଲେଟ୍କୁ କାଢ଼ି ନେବା। ଆଉ ଏଇ ଟାଇପ୍ର ସବୁ ଯାକ ଆମେ ଭାଜି ନେବା। ଆଉ ଖୁବ୍ କମ୍ ତେଲରେ ପ୍ରସ୍ତୁତ ହେଇଥାଏ। ଆଉ ଆକୁ ଆପଣ ବନେଇବା ପାଇଁ ବେଶୀ ଟାଇମ୍ ମଧ୍ୟ ନେଇନଥାଏ। ଆକୁ ଯେତେବେଳେ ଚାହିଁବେ ଆପଣ ଚଟାପଟ ବନେଇକି ଆକୁ ଖାଇପାରିବେ। ଏଇ ଟାଇପ୍ର ଆପଣ ଥରେ ବନେଇକି ଦେଖନ୍ତୁ କେମିତି ଲାଗୁଛି ମୋତେ କମେଣ୍ଟ କରିକି ଜଣାନ୍ତୁ। ଫ୍ୟାମିଲି ଫ୍ରେଣ୍ଡ ସମସ୍ତଙ୍କ ସହିତ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଆଶା କରୁଛି ଆପଣମାନଙ୍କୁ এই ରେସିପିଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଆଉ ଯଦି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥାଏ ରହୁଛି ନମସ୍କାର। ପୁଣି ଦେଖିବା ଆଉ ଗୋଟେ ନୂଆ ଭିଡ଼ିଓରେ।
ଯଦି ଆମ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ନ କରିଛନ୍ତି ତେବେ ମୋ ତରଫରୁ ଆପଣମାନଙ୍କ ଅନୁରୋଧ ରହିଲା ନିଶ୍ଚିନ୍ତ ଭାବରେ କରିନିଅନ୍ତୁ।